କଳିଯୁଗରେ ଅଛି କଥା ଆମର କଳିଯୁଗର ଲକ୍ଷଣ ଦ୍ୱାଦଶ ସ୍କନ୍ଧ ଭାଗବତରେ ଅଛି କଳିଯୁଗ ସମ୍ବନ୍ଧୀୟ ଭବିଷ୍ୟତବାଣୀ ଯେ କଳିଯୁଗର ଶାସକମାନଙ୍କ ସମ୍ବନ୍ଧରେ କଥା କୁହାଯାଇଛି ଯେ ଆଉ ଶାସକମାନେ ଏଇସବୁ ନୋଟ୍ ଛାପିବେ, ମୁଦ୍ରାସ୍ଫୀତି ପ୍ରବଳ ହବ, ଆଉ ଅଧିକରୁ ଅଧିକ ଟ୍ୟାକ୍ସ ବସେଇବେ, ଟ୍ୟାକ୍ସ ବସେଇବେ, ଲୋକମାନେ ପ୍ରଜାମାନେ ସେ ଆଉ ଟ୍ୟାକ୍ସର ଭାରରେ କର ଭାରରେ ପରିପ୍ରବଳିତ ହେବେ ଯେ ସେମାନେ ଆଉ ଘରଦ୍ୱାର ଛାଡ଼ିକିରି ବଣକୁ ପଳେଇବେ। ଆଉ କ'ଣ କରିବେ? ଏ କଥା ଦିଆଯାଇଛି। କଳିଯୁଗରେ ଏଇଠି ଲକ୍ଷଣ ଅଛି। ଉଦରମ୍ଭରତା ସ୍ୱାର୍ଥଂ ସତୀତ୍ୱେ ଧାର୍ଷ୍ଟ୍ୟଂ ଏବ ହି ଦାକ୍ଷ୍ୟାଂ କୁଟୁମ୍ବ ଭରଣଂ ଯଶୋର୍ଥେ ଧର୍ମ ସେବନଂ। ଏ ଦ୍ୱାଦଶସ୍କନ୍ଧ ଭାରତରେ କଳିଯୁଗ ଲକ୍ଷଣ ସମ୍ବନ୍ଧରେ ଗୋଟେ କଥା କୁହାଯାଇଛି। ଅନେକ କଥା କୁହାଯାଇଛି। କଳିଯୁଗରେ କେବଳ ପେଟ ପୋଷିବା ହିଁ ଜୀବନର ଲକ୍ଷ୍ୟ ହବ। ପେଟ ପୋଷ ନାହିଁ ଦୋଷ। ଏ ତ ମୋଟ ହେଇଛି ନା, ପେଟ ପୋଷ ନାହିଁ ଦୋଷ। ଆଜିକାଲି ତଥାଗତ ବ୍ରାହ୍ମଣ ସେ ଘୁଷୁରି ପାଳୁଛି, ମଦ ବିକୁଛି, ପେଟ ପୋଷ ନାହିଁ ଦୋଷ। ସେଥିରେ କି ଅଛି? ଆମେ କ'ଣ ବ୍ରାହ୍ମଣ? ଆମେ ବ୍ରାହ୍ମଣ ମୁଁ କ'ଣ କରୁଛ? ଘୁଷୁରି ପାଳୁଛେ, ସରକାର ଋଣ ଦେଇଛି, ଘୁଷୁରି ପାଳୁଛି, ଆଉ ମଦ ବିକୁଛି, ଆଉ ବ୍ରାହ୍ମଣ ହେଇଛି ନାଇଁ କି? ଏଇଟା ପେଟ ପୋଷ ନାହିଁ ଦୋଷ। ବିଷ୍ଠା ଖାଇବା, ଖା ବିଷ୍ଠା ଖା, ପେଟ ପୋଷ ନାହିଁ ଦୋଷ। ଏଇଟା କଳିଯୁଗ ଲକ୍ଷଣ। ଉଦରମ୍ଭରତା ସ୍ୱାର୍ଥଂ ସତୀତ୍ୱେ ଧାର୍ଷ୍ଟ୍ୟଂ ଏବ ହି ଦାକ୍ଷ୍ୟଂ କୁଟୁମ୍ବ ଭରଣଂ ଯଶୋର୍ଥେ ଧର୍ମ ସେବନଂ। ଏ ହେଲା କଥା। ପେଟ ବସିବା ହିଁ ଜୀବନ ଲକ୍ଷ୍ୟ ହବ। ଧୃଷ୍ଟତାଯୁକ୍ତ ବାକ୍ୟ ହିଁ ସତ୍ୟ ବୋଲି ବିବେଚିତ ହବ। ଯଦି କୌଣସି ବ୍ୟକ୍ତି ତାହାର କୁଟୁମ୍ବମାନଙ୍କୁ ବେଶ ପାଳନ ପୋଷଣ କରିପାରିଲା ତାହେଲେ ସେ ବଡ଼ ଦକ୍ଷ ସମ୍ମାନନୀୟ ବ୍ୟକ୍ତି ବୋଲି ବିବେଚିତ ହବ। ଆହାର ନିଦ୍ରା ଭୟ ମୈଥୁନର ଯିଏ ଭଲ ସୁନ୍ଦର ବ୍ୟବସ୍ଥା କରିପାରିଲା, ଇଜ୍ ଆନ୍ ଏକ୍ସପର୍ଟ ପର୍ସନ, ଇଜ୍ ଆନ୍ ଏକ୍ସପର୍ଟ ପର୍ସନ। ଯାହା କହନ୍ତି ଯୋଉ ଷ୍ଟ୍ରଗଲ ଫର ଏକ୍ଜିଷ୍ଟେନ୍ସ ଚାଲିଛି, ଷ୍ଟ୍ରଗଲ ଫର ଏକ୍ଜିଷ୍ଟେନ୍ସ କ'ଣ କହୁଛନ୍ତି ନା? ଜୀବନ ସଂଗ୍ରାମ, ଜୀବନ ସଂଗ୍ରାମ, ଭୟଙ୍କର ଜୀବନ ସଂଗ୍ରାମ। ନା କ'ଣ? ଷ୍ଟ୍ରଗଲ ଫର ଏକ୍ଜିଷ୍ଟେନ୍ସ। ଏଥିରେ ଯେ ଦକ୍ଷ ଲୋକ ଯାହା କହନ୍ତି, କ'ଣ କହନ୍ତି? fittest person, ନା କ'ଣ? survival of the fittest. yes, English term ତାର ହଉଛି survival of the fittest, ଯୋଗ୍ୟତମର ଉଦ୍ବର୍ତ୍ତନ, survival of the fittest। ଯେ ବେଶ ନାଇସ୍ ଆରେଞ୍ଜମେଣ୍ଟ କରିପାରିଛି ଆହାର ନିଦ୍ରା ଭୟ ମସ୍ତ, ହି ଇଜ୍ ଏ ଫିଟେଷ୍ଟ ପର୍ସନ, ଇଜ୍ ଏ ଫିଟେଷ୍ଟ ପର୍ସନ। ଜୀବନ ସଂଗ୍ରାମରେ ବହୁତ ସୁନ୍ଦର ବ୍ୟବସ୍ଥା କରିପାରିছে, ସର୍ଭାଇଭାଲ, ହି ୱିଲ୍ ସର୍ଭାଇଭ। ଅନ୍ୟମାନେ ସର୍ଭାଇଭ କରିପାରିବେ ନା? ନା କ'ଣ? ସଚିନନ୍ଦନ, କ୍ୟାନ୍ ୟୁ ସର୍ଭାଇଭ? ହି ଇଜ୍ ନଟ୍ ସର୍ଭାଇଭିଂ। he cannot survive. He is a class 1 officer, draws money, salary from the government, thousands of rupees, but he cannot survive. He is not a fittest person. Survival of the fittest. ঠিক কথা, survival of the fittest. thousands of rupees আনলে কোন হব? সুন্দর ব্যবস্থা করি পারুনাহান্তি বাপা। আহার নিদ্রা ভয় মৈথুনর সুন্দর ব্যবস্থা করি পারুনাহান্তি। He is not a fittest person. কি হব বাপা? সে কথা, এই কথা কুହାଯାଉଛି। କୁଟୁମ୍ବ, ଯଦି କୌଣସି ବ୍ୟକ୍ତି ତାହାର କୁଟୁମ୍ବ ମାନଙ୍କୁ ବେଶ ପାଳନ ପୋଷଣ କରିପାରିଲା ତାହେଲେ ଗୋଟେ ଦକ୍ଷ ସମ୍ମାନନୀୟ ବ୍ୟକ୍ତି ବୋଲି ବିବେଚିତ ହବ। ବେଶ କଳା ବଜାରି କରିପାରିଛି, ବେଶ ସତ ମିଛ କରିପାରୁଛି, ଚାଲୁଆ ଚୋରି କରିପାରୁଛି, ବେଶ ଦି ପଇସା ଆଣିପାରୁଛି, ଇଜ୍ ଏ ଫିଟେଷ୍ଟ ପର୍ସନ। ନା କ'ଣ? ଆୟତ କରିପାରୁନାହାନ୍ତି, ହବ କି? ଇଜ୍ ଅନଫିଟ୍ ପର୍ସନ, ଇଜ୍ ଅନଫିଟ୍ ପର୍ସନ, ଅଯୋଗ୍ୟ ବ୍ୟକ୍ତି। ବାବା ଏମିତି କରିପାରିଲୁ ନା କି ହବ? ନା କ'ଣ କିରେ? ପାଠଟା ଏ କଳିଯିବ କଥା। ଯଶ ଲାଭ ନିମିତ୍ତ ଧର୍ମାନୁଷ୍ଠାନ କରାଯିବ। ଯଶ ଲାଭ, ଯଶ ପ୍ରତିଷ୍ଠା ପାଇଁ, ଏଇଟା ନୁହେଁ। ପରବର୍ତ୍ତୀ ଲକ୍ଷଣ ହେଉଛି ସତୀତ୍ୱେ ଧାର୍ଷ୍ଟ୍ୟଂ ଏବ ହି, ଅର୍ଥାତ୍ ଯେଉଁ ବ୍ୟକ୍ତି ଖୁବ୍ ଦକ୍ଷ ଭାବରେ ଶବ୍ଦ କୁହୁକ ସୃଷ୍ଟି କରିପାରିଲା ସେ ଏକ ସତ୍ୟବାଦୀ ବ୍ୟକ୍ତି ବୋଲି ବିବେଚିତ ହବ। ଇଜ୍ ଏ ଟ୍ରୁଥଫୁଲ ପର୍ସନ। ବୁଝିପାରୁଛ? ପୁନଶ୍ଚ ଦାକ୍ଷ୍ୟଂ କୁଟୁମ୍ବ ଭରଣଂ, ଯଦି ବ୍ୟକ୍ତି ତାହାର ପରିବାର ସ୍ତ୍ରୀ ପୁତ୍ର କନ୍ୟା ଆଦିଙ୍କୁ ବେଶ ସୁନ୍ଦର ଭାବରେ ଭରଣ ପୋଷଣ କରିପାରିଲା ସେ ବଡ଼ ଦକ୍ଷ ଲୋକ ବୋଲି ବିବେଚିତ ହବ। ଏହିପରି ଯେତେବେଳେ ସମସ୍ତ ଲୋକ କଳିଦୋଷ ଦୁଷ୍ଟ ହେଇଯିବେ ସେତେବେଳେ କ'ଣ ହବ ତାହା କୁହାଯାଇଛି।
ଏବଂ ପ୍ରଜାଭିଦୁଷ୍ଟାଭି ଆକୀର୍ଣ୍ଣ କ୍ଷିତିମଣ୍ଡଳେ ବ୍ରହ୍ମମିତି କ୍ଷେତ୍ର ଶୂଦ୍ରାଣାଂ ଯୋବଳି ଭାବିତା ନୃପା। ଏହିପରି ଭାବରେ ଦୁଷ୍ଟ ପ୍ରଜାଗଣ ଦ୍ୱାରା କ୍ଷିତିମଣ୍ଡଳ ପରିପୂର୍ଣ୍ଣ ହେଲେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ମଧ୍ୟରେ ଯେ ବଳବାନ ହେବେ ସେ ରାଜା ହେବେ। ନୋଟ ନିଅ ଭୋଟ ଦିଅ ବାବା, ସେ ରାଜା ହେବେ ଭୋଟ ପାଇକରି। ଯଦି କେହି କ୍ଷମତାଶାଳୀ ହେଇପାରିଲା, ଭୋଟ ପାଇପାରିଲା, ସେ ଦେଶର ପ୍ରେସିଡେଣ୍ଟ ପ୍ରଧାନମନ୍ତ୍ରୀ ହେବେ। ଆଜିକାଲି ଗଣତନ୍ତ୍ର ଶାସନରେ ବ୍ୟକ୍ତି ବଳେ ବଳେ କୌଶଳେ ଭୋଟ ପାଇପାରିଲେ ନେତା ବା ଶାସକ ହେଇପାରିଲା। ସେ ଗୋଟିଏ ପହିଲା ନମ୍ବର ବଦମାସ ହଉ କିଛି ଯାଆସେ ନା, ଭୋଟ ପାଇଲେ ନେତା ଶାସକ ନା କଣ କଣ। ପରବର୍ତ୍ତୀ ଶ୍ଲୋକରେ ନେତା ମାନଙ୍କ ସମ୍ବନ୍ଧରେ କୁହାଯାଇଛି ପ୍ରଜା ହି ଲୁବ୍ଧୈ ରାଜନ୍ୟୈ ନିର୍ଗୁଣୈ ଦସ୍ୟୁ ଧର୍ମଭି ଆଚ୍ଛିନ୍ନ ଦାରଦ୍ରବୀଣା ଦାସ୍ୟନ୍ତି ଗିରିକାନନଂ। ଏଇ ସବୁ କଥା ନିର୍ଦ୍ଦୟ ଲୁବ୍ଧ ଦସ୍ୟୁ ଧର୍ମର ଧରାଗଣ ବା ନେତାଗଣ ପ୍ରଜାମାନଙ୍କର ସ୍ତ୍ରୀ ଧନ ହରଣରେ ପ୍ରବୃତ୍ତ ହେଲେ ପ୍ରଜାମାନେ ପର୍ବତ କାନନରେ ଯାଇ ଆଶ୍ରୟ ଗ୍ରହଣ କରିବେ, ଘର ଦ୍ୱାର ଛାଡ଼ିକି ପଳାରେ। ଏମିତି ତ ଆଉ ବିରକ୍ତି ଆସୁନାହିଁ ରାଜର୍ଷି ଯୋଉ ସ୍ୱାମୀ ହବ ମନକୁ ବାଗିଆ, ସେମିତି ଯେତେବେଳେ ହବ ଛାଡ଼ ପଳା ପଳା ମନକୁ ପଳେଇବା ଚାଲ, ମନକୁ ପଳେଇବା ଚାଲ। ପ୍ରଜାଗଣ ନିର୍ଦ୍ଦୟ ଶାସକଗଣଙ୍କ ଦ୍ୱାରା ଏପରି ଅତ୍ୟାଚାରିତ ହେବେ ଯେ ସେମାନେ ସେମାନଙ୍କର ସ୍ତ୍ରୀ ପୁତ୍ର ଧନ ସମ୍ପତ୍ତି ଛାଡ଼ି ଜଙ୍ଗଲକୁ ପଳେଇବେ। ଯେଉଁମାନେ ଭୋଟ ପାଇ ସରକାରୀ ପଦବୀ ପ୍ରାପ୍ତ ହେବେ ସେମାନେ ପ୍ରାୟ ଅଧିକାଂଶ ଲୁବ୍ଧୈ ରାଜନ୍ୟୈ, ଲୁବ୍ଧୈ ରାଜନ୍ୟୈ ଅର୍ଥାତ୍ ସେମାନେ ଅତ୍ୟନ୍ତ ଲୋଭୀ ସରକାରୀ ଲୋକ ହେବେ। ନିର୍ଘୃଣ୍ୟୈ ଦସ୍ୟୁ ଅର୍ଥାତ୍ ସେମାନଙ୍କର କାମ ହେବ ଦସ୍ୟୁ ବୃତ୍ତି କରିବା। ଅଲ୍ ରବର୍ସ ଦସ୍ୟୁ, ଦସ୍ୟୁ ବୃତ୍ତି କରିବା। ଆମେ ଆଜିକାଲି ଦେଖୁଛେ ସରକାର ପ୍ରତିବର୍ଷ ନାନା ରକମର କର ବସଉଛନ୍ତି, ତାହା ଆଦାୟ କରି ବାଣ୍ଟି କୁଣ୍ଠି ନେଉଛନ୍ତି। କ୍ରମଶଃ ଲୋକମାନେ ଏପରି ଅତ୍ୟାଚାରିତ ହେବେ ଯେ ସେମାନେ ଆଚ୍ଛିନ୍ନ ଦାରଦ୍ରବୀଣା ଅର୍ଥାତ୍ ସେମାନଙ୍କର ସ୍ତ୍ରୀ ପୁତ୍ର ଧନ ସମ୍ପତ୍ତିକୁ ଛାଡ଼ି ବଣକୁ ପଳେଇବେ। ଆଉ କଣ କରିବେ? ବଣକୁ ପଳେଇ ଆସିବେ। ଏ ପ୍ରକାର ଶୋଷଣ ହଉଛି, ଆହୁରି ଅଧିକ ହବ। କଳଉ ଦୋଷ ନିଧି ରାଜନାସ୍ତିକ ମହାନ ଗୁଣ କୀର୍ତ୍ତନା ଦେବ କୃଷ୍ଣସ୍ୟ ପରମ ମୁକ୍ତ ସଙ୍ଗ ପରମ ଚେତ। ଏତେ ଦୋଷ ଥିଲେ ସୁଦ୍ଧା କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ। କୃଷ୍ଣ କୀର୍ତ୍ତନ ହେଲେ ତୁମେ ପ୍ରକୃତରେ ସବୁ ଦୋଷରୁ ମୁକ୍ତ ହେଇଯିବ, ପରମାର୍ଥ ଲାଭ କରିବ। ତା କୃଷ୍ଣ କୀର୍ତ୍ତନ ନାହିଁ ତ କି ହବ? ସେଇଟା କଥା। ତେଣୁ ଇଏ କଳିଯୁଗ ଲକ୍ଷଣ କଥା କୁହାହେଉଛି, ଏ ଭାଗବତରେ ଦିଆହେଇଛି, ଏହା ହଉଛି, ଆଉ ଅଧିକ ହବ। ତେଣୁ ମୁକ୍ତ ହେବା ପାଇଁ এই কৃষ্ণ চেতনা আন্দোলন, মহাপ্রভুঙ্কর আন্দোলন বৈষ্ণবମାନେ ମହାପ୍ରଭୁଙ୍କର ଅନୁଗତ ଜନ କରୁଛନ୍ତି ସମଗ୍ର ପୃଥିବୀରେ, ଚାରିଆଡ଼େ ପ୍ରଚାର କରୁଛନ୍ତି ଯାଉଛନ୍ତି। ଏମାନେ ପ୍ରକୃତରେ ପରୋପକାର କରୁଛନ୍ତି। ଆତ୍ମା ସମ୍ବନ୍ଧୀ ଉପକାର ଏମାନେ କରୁଛନ୍ତି। ଦେହ ସମ୍ବନ୍ଧୀ ମନ ସମ୍ବନ୍ଧୀ ଉପକାରଟା ପ୍ରକୃତ ପରୋପକାର ନୁହେଁ। ଏଇ ପରୋପକାର କଥା ଶ୍ରୀମଦ୍ ମହାପ୍ରଭୁ କହିଛନ୍ତି। ଭାରତ ଭୂମିতে ମନୁଷ୍ୟ ଜନ୍ମ ହେଲା ଯା ଜନ୍ମ ସାର୍ଥ କରି କର ପରୋପକାର। ଏ ହେଲା ପ୍ରକୃତ ସର୍ବୋତ୍କୃଷ୍ଟ ପରୋପକାର। ଆଉ ଦେହ ସମ୍ବନ୍ଧୀ ମନ ସମ୍ବନ୍ଧୀ ଉପକାର କଲେ କ'ଣ ହେବ? ଯାହା କ'ଣ କହନ୍ତି ଗୋଟେ ଗାଉଁଲି କଥା ଅଛି, ମାଗି ଆଣିଲା ପୁଣ ସୋଡ଼କାଏ ସରିଲା ନାଇଁ, ସେ ଲାଭ କି? ଆତ୍ମା ଯେ ନିତ୍ୟ ବସ୍ତୁ, ଚିରନ୍ତନ ବସ୍ତୁ, ଦେହଟା ମନଟା ନିତ୍ୟ ଚିରନ୍ତନ ତ ନୁହେଁ। ତାର ଉପକାର କଲେ କୋଉଟା ଅଛି? ନିତ୍ୟ ବସ୍ତୁର ଉପକାର ହେଇପାରିଲେ ନିତ୍ୟ ଉପକାର, ଚିରଦିନ ସବୁଦିନ ଉପକାର ମିଳିଲା, କଲ୍ୟାଣ ହେଲା। ସେଇଟା କଥା କହ। ଏଗୁଡ଼ାକ ତ ଏମାନେ ବୁଝିପାରୁନାହାନ୍ତି ନା। ତୁମେ ଯେ କଥା କହିବ ତଥାକଥ ଯାହା କହନ୍ତି ଜନେଷୁ ଅଭିଜ୍ଞସୁ ସହ ଏବଂ ଗୋଖର, ଏ ଗୋଖର ଏପରି ସବୁ ଅଛନ୍ତି ଅଭିଜ୍ଞ ଜନ ସମାଜରେ। ବଡ଼ ବଡ଼ ଡକ୍ଟରେଟ୍ ହେଇଛନ୍ତି, କିଏ ଲୋକରତ୍ନ ଉପାଧି ପାଇଛି, କିଏ କ'ଣ ପଦ୍ମଶ୍ରୀ, ଆହୁରି କ'ଣ ପଦ୍ମଭୂଷଣ ଉପାଧି ପାଇଛନ୍ତି। ଅଥଚ ଇଏ କଥାଟା ଏମାନେ ବୁଝିପାରନ୍ତି ନା। ପ୍ରକୃତ ଉପକାରଟା କ'ଣ? ମହାପ୍ରଭୁ ଯେ ପରୋପକାର କଥା କହିଲେ କଥା ଏଇଟା ଯଦି କହିବ ସେ ତାପରେ କହିଲେ ଇଏ ମଠରେ ଖାଇକିରି ଖୋଟରେ ଶୋଇକିରି ଗଡ଼ ଗଡ଼ଉଛନ୍ତି, କଥା କହୁଛନ୍ତି ଲମ୍ବା ଲମ୍ବା। ଇଟା କଥାଟା କହିଲେ ଆମେ କରୁଛୁ ଉପକାର, ତୁମେ କରୁଛୁ ଉପକାର। ଏଇଟା ପାଠ ତୁମେ କି ଉପକାର କରୁଛ? ମନ ସମ୍ବନ୍ଧୀ ଉପକାର, ଦେହ ସମ୍ବନ୍ଧୀ ଉପକାର, ଆତ୍ମା ସମ୍ବନ୍ଧୀ ଉପକାର କଥାଟା କାହିଁକି?